ଖୋର୍ଦ୍ଧାର ଇନ୍ଫୋ ଭ୍ୟାଲିଠାରେ ଏକ ଅତ୍ୟାଧୁନିକ 3D ଚିପ୍ ପ୍ୟାକେଜିଂ ୟୁନିଟ୍ର ଭୂମିପୂଜନ ହୋଇଛି। ବିଶ୍ୱର ଅଗ୍ରଣୀ ସେମି କଣ୍ଡକ୍ଟର ପ୍ରଯୁକ୍ତି ସଂସ୍ଥା 3D ଗ୍ଲାସ୍ ସଲ୍ୟୁସନ୍ସ ଏବଂ ଏହାର ଭାରତୀୟ ସହଯୋଗୀ କମ୍ପାନୀ ହେଟ୍ରୋଜେନସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ। ଏହା ହେଉଛି ଭାରତର ପ୍ରଥମ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍। ପ୍ରକଳ୍ପର ଶୁଭାରମ୍ଭ ସହିତ ଓଡ଼ିଶା ମାଟିରେ ବିଶ୍ୱର ସବୁଠୁ ଆଧୁନିକ ଚିପ୍ ପ୍ୟାକେଜିଂ ପ୍ରଯୁକ୍ତିବିଦ୍ୟା ବିକଶିତ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ପ୍ରାୟ 2000 କୋଟି ଟଙ୍କା ନିବେଶ କରାଯିବ। କେନ୍ଦ୍ର ସରକାର ଏଥିପାଇଁ 799 କୋଟି ଏବଂ ରାଜ୍ୟ ସରକାର 399 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବେ। ଏଠାରେ ବାର୍ଷିକ ପ୍ରାୟ 70,000 ଗ୍ଲାସ୍ ପ୍ୟାନେଲ, 50 ନିୟୁତ ଆସେମ୍ବଲ ୟୁନିଟ୍ ଏବଂ 13,000 ଅତ୍ୟାଧୁନିକ 3D HI ମଡ୍ୟୁଲ୍ ପ୍ରସ୍ତୁତ କରାଯିବ। ଏଠାରେ ତିଆରି ହେବାକୁ ଥିବା ଚିପ୍ଗୁଡ଼ିକ ମହାକାଶ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ, ଉଚ୍ଚ ଦକ୍ଷତା ସମ୍ପନ୍ନ କମ୍ପ୍ୟୁଟିଂ, 5G ପ୍ରଯୁକ୍ତି, ଡେଟା ସେଣ୍ଟର, ପ୍ରତିରକ୍ଷା ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉପଯୋଗ କରାଯିବ। ଓଡ଼ିଶା ହେଉଛି ଆଜି ଭାରତବର୍ଷର ଏକ ପ୍ରମୁଖ ଏବଂ ଶ୍ରେଷ୍ଠ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଗୋଟେ ବଡ଼ ଭୂମିକା ନେବା ପାଇଁ ଯାଉଛି ଏବଂ ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ହବ୍ ହେବା ପାଇଁ ଯାଉଛି। ଏହି ପ୍ରକଳ୍ପ ଓଡ଼ିଶାର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ଆହୁରି ମଜବୁତ କରିବ। ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫେବ୍ରିକେସନ୍ ୟୁନିଟ୍ ଏବଂ ଗ୍ଲାସ୍ ସବଷ୍ଟ୍ରେଟ୍ ଉପରେ ଆଧାରିତ ଅତ୍ୟାଧୁନିକ 3D ଚିପ୍ ପ୍ୟାକେଜିଂ କେନ୍ଦ୍ର ଆରମ୍ଭ ହେବାକୁ ଯାଉଛି। ଏହା ଓଡ଼ିଶାରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିଳ୍ପକୁ ପ୍ରୋତ୍ସାହିତ କରିବ। ଏଥିସହିତ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ପାଇଁ ମାର୍ଗ ପ୍ରଶସ୍ତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ପ୍ରକଳ୍ପ ଓଡ଼ିଶାରେ 2500ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। এই প্লান্ট যাহা ম্যানুফ্যাকচার করিব সেটা ওয়ার্ল্ডর মোস্ট অ্যাডভান্সড টেকনোলজি ভিতরে গণা যায়। সেপাই বহুত খুশির কথা যে ওড়িশার এতে হাইটেক ম্যানুফ্যাকচারিং সেমিকন্ডক্টর প্লান্ট आरंभ हो। आउ 3टी प्लांट अच्छी जहाँ उपरे राज्य सरकार और केंद्र सरकार काम करुच्ची। You want to implement a sub-function in a technology that is suitable. Very high interconnect density so you can hook them up, and it needs to have low loss, right? So it's basically shifting the problem from silicon to packaging. That's why packaging is very key for the semiconductor ecosystem. It's extremely critical. 2028 ଅଗଷ୍ଟ ସୁଦ୍ଧା ଏହି ପ୍ରକଳ୍ପରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ। 2030 ଅଗଷ୍ଟ ସୁଦ୍ଧା ଏହି ୟୁନିଟ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଭାରତ ପାଇଁ ଏହି ପ୍ରକଳ୍ପ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଗ୍ଲାସ୍ ସବଷ୍ଟ୍ରେଟ୍ ଆଧାରିତ ଆଧୁନିକ ପ୍ୟାକେଜିଂ କ୍ଷମତା ବିଶ୍ୱର ଅଳ୍ପ କିଛି ଦେଶ ପାଖରେ ରହିଛି। ଏହା ପ୍ରତିରକ୍ଷା, ମହାକାଶ ଓ ଦୂରସଞ୍ଚାର ଭଳି ରଣନୀତିକ କ୍ଷେତ୍ରରେ ଘରୋଇ ଆବଶ୍ୟକତାକୁ ଯଥେଷ୍ଟ ମାତ୍ରାରେ ପୂରଣ କରିପାରିବ।